ନମସ୍କାର। ଓମ୍ ନମଃ ଶିବାୟ। ଆପଣ ସମସ୍ତଙ୍କୁ ମୋ ଚ୍ୟାନେଲରେ ପୁଣି ଥରେ ସ୍ୱାଗତ ଜଣାଉଛି। ଆପଣମାନେ ଯଦି ଭଗବାନ ଶଙ୍କରଙ୍କୁ ହୃଦୟରୁ ମାନୁଥାନ୍ତି ଏବଂ ବିଶ୍ୱାସ କରୁଥାନ୍ତି, ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶ୍ରାବଣର ପବିତ୍ର ମାସରେ ଛୁଇଁ ଦିଅନ୍ତୁ ଏହି ପବିତ୍ର ଗଛକୁ। ଜନ୍ମ ଜନ୍ମର ଗରିବୀ ତୁରନ୍ତ ଦୂର ହୋଇଯିବ। ଶ୍ରାବଣରେ କେବଳ 2 ଦିନ ଭିତରେ ଦେଖିବେ ଆପଣ ଆପଣଙ୍କ ଗରିବୀକୁ ଏବଂ ଆପଣଙ୍କର ଯେତେ ବି ସମସ୍ୟା ଥାଉ ନା କାହିଁକି ତୁରନ୍ତ ଦୂର କରିପାରିବେ। ମନେ ରଖନ୍ତୁ, ଭଗବାନ ଶଙ୍କରଙ୍କୁ ଯେତେ ବି ବୃକ୍ଷ ଅଛି, ସେହି ବୃକ୍ଷ ଭିତରୁ ଏହି 4ଟି ଗଛ ଅତ୍ୟନ୍ତ ପ୍ରିୟ ଅଟେ। ଏହି ଗଛର ପୂଜା କରିବା ଦ୍ୱାରା ଶିବ ପୂଜା କରିବାର ଫଳ ପ୍ରାପ୍ତି ହୋଇଥାଏ। ଏହି ଗଛ ବିଷୟରେ ଆମ ଶାସ୍ତ୍ରରେ କୁହାଯାଇଛି ଯେ ପ୍ରତ୍ୟେକ ମଣିଷଙ୍କ କଲ୍ୟାଣ ପାଇଁ ସ୍ୱୟଂ ଭଗବାନ ଦେବଦେବ ମହାଦେବ ଓ ମାତା ପାର୍ବତୀ ଏହି ଗଛ ରୂପରେ ଭୂଲୋକରେ ଜନ୍ମ ନେଇଛନ୍ତି। ହିନ୍ଦୁ ସଂସ୍କୃତି ଅନୁସାରେ ବିଭିନ୍ନ ବୃକ୍ଷ ଏବଂ ଲତାଗୁଡ଼ିକୁ ପବିତ୍ରତା ସହିତ ଶୁଭ ବୋଲି ମନାଯାଇଥାଏ। ତେଣୁ ଆପଣମାନେ ବୃକ୍ଷକୁ ଦେବତୁଲ୍ୟ ମାନି ତାର ପୂଜା କରିଥାନ୍ତି। ଖରାପ ଏବଂ ନକାରାତ୍ମକ ଶକ୍ତିକୁ ନିଜ ଘରରୁ ଦୂରରେ ରଖିବା ପାଇଁ ଘର ଚାରିପଟରେ ବିଶେଷ ଗଛଲତା ଲଗାଯାଇଥାଏ। ଯଦି ଆପଣମାନେ ହିନ୍ଦୁ ଧର୍ମର ପବିତ୍ର ଗ୍ରନ୍ଥକୁ ପଢ଼ିବେ, ତେବେ ଆପଣଙ୍କୁ ଜଣାପଡ଼ିଯିବ ଯେ ଏମିତି କେତେଗୁଡ଼ିଏ ବୃକ୍ଷ ଅଛି ଯାହାକୁ ଦିବ୍ୟ ବୃକ୍ଷ କୁହାଯାଇଥାଏ। ଆଜି ଆମେ ଆପଣମାନଙ୍କୁ ପରମ ପାବନ ଗଛଗୁଡ଼ିକ ବିଷୟରେ କହିବୁ, ଯାହାକୁ ଦିବ୍ୟ ବୃକ୍ଷ କୁହାଯାଏ, ଯେଉଁ ବୃକ୍ଷକୁ ଭୋଳାନାଥଙ୍କର ସ୍ୱରୂପ ମନାଯାଏ। ଆପଣମାନେ ଏହି ପବିତ୍ର ଶ୍ରାବଣ ମାସରେ ଏହି ଗଛଗୁଡ଼ିକରୁ କ'ଣ ଲାଭ ପାଇପାରିବେ, ତା ସହିତ ଆପଣଙ୍କ ଜୀବନର ଦୁଃଖ, କଷ୍ଟ, ଦରିଦ୍ରତାକୁ କେମିତି ଆପଣଙ୍କ ଜୀବନରୁ ତୁରନ୍ତ ଦୂରେଇ ପାରିବେ, ତାହା ଆଜି ଆମେ ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ତା ପୂର୍ବରୁ ମୋର ଆପଣମାନଙ୍କୁ ବିନୀତ ଅନୁରୋଧ, ଆପଣମାନେ ଯଦି ଆମର ଏହି ଚ୍ୟାନେଲରେ ନୂଆ ଅଛନ୍ତି, ତେବେ ଆମର ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହା ଫଳରେ ଆମର ପ୍ରତ୍ୟେକ ଭିଡ଼ିଓ ଆପଣଙ୍କ ଜୀବନରେ ବହୁତ ଲାଭଦାୟକ ହେବ। ଗଛଲତାର ମାନବ ଜୀବନରେ ବହୁତ କିଛି ଗୁରୁତ୍ୱ ରହିଅଛି। ଗଛ ଆମକୁ ଅକ୍ସିଜେନ୍ ଦେବା ସହିତ ବିଭିନ୍ନ ପ୍ରକାରର ଫୁଲ, ଫଳ, ତା ସହିତ ଜଡ଼ିବୁଟି ମଧ୍ୟ ଦେଇଥାଏ। ଆମର ଧର୍ମଶାସ୍ତ୍ରରେ କିଛି ଏମିତି କଲ୍ୟାଣକାରୀ ମନେକାରୀ ଖାସ୍ ବୃକ୍ଷଲତା ବିଷୟରେ କୁହାଯାଇଛି, ଯାହାକୁ ଛୁଇଁବା ମାତ୍ରେ ମଣିଷକୁ ଦିବ୍ୟ ଲାଭ ପ୍ରାପ୍ତି ହୋଇଥାଏ। ମନୁଷ୍ୟର ଭାଗ୍ୟ ବଦଳି ଯାଇଥାଏ। ଦୁର୍ଭାଗ୍ୟ ସୌଭାଗ୍ୟରେ ପରିଣତ ହୋଇଥାଏ। ଆପଣଙ୍କ ଜୀବନର ସମସ୍ତ ପ୍ରକାରର ସମସ୍ୟା ତୁରନ୍ତ ଦୂର ହୋଇଯାଇଥାଏ। ଏହି ଶ୍ରାବଣ ମାସରେ ଦେବଦେବ ମହାଦେବଙ୍କର ଉପାସନା କରିବା ଶ୍ରେଷ୍ଠ ସମୟ ଅଟେ। ଶ୍ରାବଣର ସମୟକୁ ଭକ୍ତିର ପର୍ବ ବୋଲି ମନାଯାଇଥାଏ। ଏହି ସମୟରେ ନିର୍ଜୀବ ବସ୍ତୁ ବି ଜାଗୃତ ହୋଇଥାନ୍ତି, କାରଣ ଶକ୍ତି ଏବଂ ଶିବଙ୍କର ମିଳନ ହୋଇଥାଏ। ଏହି ସମୟରେ ଦିବ୍ୟ ଗଛଲତାକୁ ଆପଣମାନେ ଛୁଇଁଛନ୍ତି, ତେବେ ଆପଣଙ୍କର ଜୀବନର ସମସ୍ତ କଷ୍ଟ, ସମସ୍ତ ଦୁଃଖ ବହୁତ ଜଲ୍ଦି ଦୂର ହୋଇଯିବ। 4 ଗୋଟି ଗଛ ବିଷୟରେ ଆଜି ଆମେ ଜାଣିବା। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରିବା ସହିତ କମେଣ୍ଟ ବକ୍ସରେ ଓମ୍ ନମଃ ଶିବାୟ ଅବଶ୍ୟ ଲେଖିଦିଅନ୍ତୁ। ତେବେ ଆସନ୍ତୁ ଜାଣିବା ସେହି 4 ଗୋଟି ଗଛ ଯାହାକୁ ପ୍ରତ୍ୟେକ ମଣିଷ ଏହି ଶ୍ରାବଣ ମାସରେ ଛୁଇଁବା ନିହାତି ଦରକାର। ପ୍ରଥମରେ ହେଉଛି ବେଲଗଛ। ବେଲଗଛର ମହିମା ବହୁତ ଅଧିକ ରହିଥାଏ। ବେଲଗଛ ଦିବ୍ୟ ଗୁଣରେ ପରିପୂର୍ଣ୍ଣ ରହିଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଏହି ବୃକ୍ଷରେ ମା ଲକ୍ଷ୍ମୀଙ୍କର ନିବାସ ହୋଇଥାଏ। ବେଲଗଛ ପୂଜା କରୁଥିବା ବ୍ୟକ୍ତିଙ୍କୁ ମା ଲକ୍ଷ୍ମୀଙ୍କର ଅସୀମ କୃପା ପ୍ରାପ୍ତି ହୋଇଥାଏ।
ଶାସ୍ତ୍ର ଅନୁସାରେ ମନାଯାଏ କି ମା ପାର୍ବତୀଙ୍କର ଝାଳରୁ ବେଲବୃକ୍ଷର ଉତ୍ପତ୍ତି ହୋଇଥିଲା। ଏହି କାରଣରୁ ଏହି ଗଛକୁ ଦେବୀ ସ୍ୱରୂପ ବୋଲି ମନାଯାଏ। ଏହି ଗଛ ପାର୍ବତୀ ସ୍ୱରୂପ ହୋଇଥିବାରୁ ଭୋଳାନାଥଙ୍କର ଏହି ଗଛ ଅତ୍ୟନ୍ତ ପ୍ରିୟ ହୋଇଥାଏ। ବେଲଗଛର ଡାଳରେ ମା ପାର୍ବତୀ ଏବଂ ବେଲଗଛର ମୂଳରେ ପ୍ରଭୁ ବ୍ରହ୍ମା ଏବଂ ବେଲଗଛର ମଧ୍ୟଭାଗରେ ବିଷ୍ଣୁଙ୍କର ବାସ ହୋଇଥାଏ। ଆଉ ବାକି ସ୍ଥାନରେ ଭଗବାନ ଶିବଙ୍କର ବାସ ହୋଇଥାଏ। ଏହି ବେଲଗଛର 3ଟି ପତ୍ର ଭଗବାନ ଦେବଦେବ ମହାଦେବଙ୍କର 3ଟି ଆଖିର ପ୍ରତୀକ ଅଟେ। ଏହା ମନାଯାଏ କି ଏହି ବେଲଗଛର 3ଟି ପତ୍ର 3ଟି ମୁଖ୍ୟ ଦେବତା ଭଗବାନ ବ୍ରହ୍ମା, ବିଷ୍ଣୁ ଏବଂ ଦେବଦେବ ମହାଦେବଙ୍କର ସ୍ୱରୂପ ହୋଇଥାଏ। ଯଦି କୌଣସି ବ୍ୟକ୍ତି ତାଙ୍କ ଜୀବନରେ ଏହି ଗୋଟିଏ ଥର ଭୁଲରେ ବି ଶ୍ରାବଣ ମାସରେ ଶିବଲିଙ୍ଗରେ ବେଲପତ୍ର ଚଢ଼ାଇଥାନ୍ତି ତ ସେହି ବ୍ୟକ୍ତି ସମସ୍ତ ପାପରୁ ମୁକ୍ତି ପାଇଯାଇଥାନ୍ତି। ସକାଳ ଏବଂ ସନ୍ଧ୍ୟାରେ ବେଲଗଛର ଦର୍ଶନ କଲେ ପାପର ନାଶ ହୋଇଥାଏ। ଏପରି ଦିବ୍ୟଶକ୍ତି ସ୍ୱରୂପ ବେଲଗଛର ମୂଳରେ ସନ୍ଧ୍ୟା ସମୟରେ ଶ୍ରାବଣ ମାସରେ ଘିଅର ଦୀପ ଜାଳନ୍ତୁ। ଏହା କରିବା ଦ୍ୱାରା ସେହି ବ୍ୟକ୍ତି ଧନବାନ, ଗୁଣବାନ ଏବଂ ପରାକ୍ରମୀ ହୋଇଥାଏ। ସେହି ବ୍ୟକ୍ତିର ସମସ୍ତ ପ୍ରକାରର ମନସ୍କାମନା ବହୁତ ଜଲ୍ଦି ପୂର୍ଣ୍ଣ ହୋଇଥାଏ। ହିନ୍ଦୁ ଧର୍ମଶାସ୍ତ୍ରରେ ମାନ୍ୟତା ଅଛି ଯେ ଶ୍ରାବଣ ମାସ ସମୟରେ ଯଦି କୌଣସି ବ୍ୟକ୍ତି ବେଲଗଛକୁ ଛୁଇଁ ଓମ୍ ନମଃ ଶିବାୟ ସ୍ମରଣ କରି ସନ୍ଧ୍ୟା ସମୟରେ ଛୁଇଁ କରି ଆସିଥାଏ ତେବେ ସେହି ବ୍ୟକ୍ତିଙ୍କୁ ଦିବ୍ୟ ଶକ୍ତିର ଅନୁଭୂତି ହୋଇଥାଏ। ବ୍ରତ ଉପବାସ କାରଣରୁ ଶରୀରରେ ଆସିଥିବା ଥକାପଣ ତୁରନ୍ତ ଦୂର ହୋଇଯାଏ। ଯଦି ଆପଣମାନେ ଶ୍ରାବଣରେ ବ୍ରତ ରଖୁଛନ୍ତି ଓ ସନ୍ଧ୍ୟା ସମୟରେ ବେଲଗଛକୁ ନିଶ୍ଚୟ ଛୁଅନ୍ତୁ। ବେଲଗଛ ମୂଳରେ ଘିଅର ଦୀପ ନିଶ୍ଚୟ ଜଳାନ୍ତୁ। ମନେ ରଖନ୍ତୁ, ଏହା କରିବା ଦ୍ୱାରା ଆପଣଙ୍କୁ ଆଧ୍ୟାତ୍ମିକ ଊର୍ଜା ମିଳିଥାଏ। ଶ୍ରାବଣରେ ବେଲପତ୍ର ଖାଇଲେ ଦୁର୍ଲଭ ସିଦ୍ଧି ପ୍ରାପ୍ତ ହୋଇଥାଏ। ଲମ୍ବା ସମୟରୁ ମନ୍ତ୍ର ଜପ କରି ଯେଉଁ ସିଦ୍ଧି ପ୍ରାପ୍ତ ହୋଇପାରୁ ନଥିଲା, ବେଲପତ୍ର ଖାଇବା ଦ୍ୱାରା ବେଲଗଛ ମୂଳରେ ଘିଅର ଦୀପ ଜଳାଇବା ଦ୍ୱାରା ଶ୍ରାବଣରେ ପ୍ରାପ୍ତ ହୋଇଥାଏ। ଶ୍ରାବଣରେ ଯଦି ବେଲଗଛ ମୂଳରେ କ୍ଷୀର ଢଳା ଯାଇଥାଏ ଓ ସମସ୍ତ ପ୍ରକାରର ରୋଗ, ଶୋକ, ଦୁଃଖ ଦୂର ହୋଇଥାଏ। ଯଦି ସିନ୍ଦୂର ମିଶ୍ରିତ ଗଙ୍ଗାଜଳ ଚଢ଼ାଯାଏ ତ ସେହି ବ୍ୟକ୍ତିଙ୍କର ଦରିଦ୍ରତା ତୁରନ୍ତ ଦୂର ହୋଇଯାଇଥାଏ। ବେଲଗଛର ମୂଳରେ ରାଶି ଅର୍ପଣ କଲେ ସୌଭାଗ୍ୟର ବୃଦ୍ଧି ହୋଇଥାଏ। ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ବୃକ୍ଷ। ଦ୍ୱିତୀୟ ବୃକ୍ଷଟି ହେଉଛି ଶମୀ ଗଛ। ଏହି ଶମୀ ଗଛକୁ ହିନ୍ଦୁ ଧର୍ମରେ ବହୁତ ବଡ଼ ଚମତ୍କାରୀ ଗଛ ରୂପେ ମନାଯାଏ। ଏହି ବୃକ୍ଷ ଦ୍ୱାରା ଜୀବନରେ ନକାରାତ୍ମକ ଊର୍ଜା ଏବଂ ଧନ ଦୌଲତ ଆସିଥାଏ। ଶମୀ ବୃକ୍ଷକୁ ସ୍ୱୟଂ ଜଗଦମ୍ବା ସ୍ୱରୂପ ମନାଯାଏ। ଏହି ବୃକ୍ଷରେ ମା ଜଗଦମ୍ବା ବିରାଜମାନ ରହିଥାନ୍ତି। ଶମୀ ବୃକ୍ଷକୁ ଦେବଦେବ ମହାଦେବଙ୍କର ପ୍ରିୟ ବୃକ୍ଷ ବି ମନାଯାଇଥାଏ। ଏହି ଗଛର ପତ୍ର ଗଣେଶଙ୍କ ପୂଜାରେ ବ୍ୟବହୃତ ହୋଇଥାଏ। ଶ୍ରାବଣରେ ଶମୀ ଗଛ ମୂଳରେ ଧୂପ ଦୀପ ଜଳାଇବା ଦ୍ୱାରା ବ୍ୟକ୍ତିର ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯାଏ। ଶ୍ରାବଣ ମାସ ସୋମବାର ଦିନ ସବୁଜ ରଙ୍ଗର ଚୁଡ଼ି ନିଜର ମନସ୍କାମନାକୁ ମନରେ ରଖି ଗଛରେ ବାନ୍ଧି ଦିଅନ୍ତୁ। ଦେଖିବେ ଆପଣଙ୍କର ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଯିବ। କୌଣସି ମହିଳା ଯଦି ଶ୍ରଦ୍ଧାଭାବ ରଖି ସେହି ମହାନ କାମ କରିଥାନ୍ତି ଓ ତାଙ୍କୁ ଅଖଣ୍ଡ ସୌଭାଗ୍ୟର ପ୍ରାପ୍ତି ହବାର ସୌଭାଗ୍ୟ ମିଳିଥାଏ। ତାଙ୍କୁ ଅକାଳ ମୃତ୍ୟୁର ଭୟ ରହିନଥାଏ। ଶମୀ ଗଛର ମୂଳରେ ସିନ୍ଦୂର ଅର୍ପଣ କଲେ ନିରୋଗ ଜୀବନଯାପନ ପ୍ରାପ୍ତି ହୋଇଥାଏ। ନିଜର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଏହି ମନ୍ତ୍ର ଉଚ୍ଚାରଣ କରନ୍ତୁ ଏବଂ ଶମୀ ଗଛକୁ ଛୁଇଁ ଦିଅନ୍ତୁ। ସେହି ବିଶେଷ ମନ୍ତ୍ରଟି ହେଉଛି ଓମ୍ ଉମା ମହେଶ୍ୱରାୟ ନମଃ। ଏହି ମନ୍ତ୍ରଟି ଜପ କରି
ଗଛକୁ ଛୁଇଁ ଦିଅନ୍ତୁ। ଏହାର ବିଶେଷ ଶୁଭ ପରିଣାମ ଆପଣଙ୍କୁ ମିଳିବା ଆରମ୍ଭ ହୋଇଯିବ। ଦୁଃଖ, ଦରିଦ୍ରତା ସବୁ ସମାପ୍ତ ହୋଇଯିବ। ଏବେ ଆସନ୍ତୁ ଜାଣିବା ତୃତୀୟ ବୃକ୍ଷ। ତୃତୀୟ ବୃକ୍ଷ ହେଉଛି ପାରିଜାତ ବୃକ୍ଷ, ଯେଉଁ ବୃକ୍ଷକୁ ଦେବବୃକ୍ଷ ବୋଲି କୁହାଯାଏ। ସମୁଦ୍ର ମନ୍ଥନରେ ଯେଉଁ ରତ୍ନ ମିଳିଥିଲା, ସେଥିମଧ୍ୟରୁ ଗୋଟିଏ ହେଉଛି ପାରିଜାତ ବୃକ୍ଷ। ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦରେ ଏହା ଦେବେନ୍ଦ୍ରଙ୍କୁ ପ୍ରାପ୍ତ ହୋଇଥିଲା, ଯାହାକୁ ସ୍ୱର୍ଗଲୋକରେ ରଖାଯାଇଥିଲା। ଏହି ପାରିଜାତ ବୃକ୍ଷକୁ ଦେବରାଜ ଇନ୍ଦ୍ର ନନ୍ଦନ ବନରେ ସ୍ଥାପିତ କରାଯାଇଥିଲା। ପାରିଜାତ ବୃକ୍ଷକୁ ଭଗବାନ କୃଷ୍ଣ ମାନବ ଜାତିର କଲ୍ୟାଣ ପାଇଁ ଧରିତ୍ରୀ ଲୋକକୁ ଆଣିଥିଲେ। ଦେବଦେବ ମହାଦେବଙ୍କୁ ପାରିଜାତ ଫୁଲ ଅତ୍ୟଧିକ ପ୍ରିୟ ଅଟେ। ଏଥିପାଇଁ ମହାଦେବଙ୍କ ପୂଜାରେ ଏହି ଫୁଲ ଅବଶ୍ୟ ଚଢ଼ାଯାଇଥାଏ। ଯେଉଁଠାରେ ଏହି ପାରିଜାତ ବୃକ୍ଷ ରହିଥାଏ, ସେଠାରେ ମା ଲକ୍ଷ୍ମୀଙ୍କର ବାସ ମଧ୍ୟ ହୋଇଥାଏ। ପାରିଜାତ ବୃକ୍ଷକୁ ଲକ୍ଷ୍ମୀଙ୍କ ସ୍ୱରୂପ ମନାଯାଏ। ଶ୍ରାବଣ ମାସରେ ଆପଣ ପାରିଜାତ ବୃକ୍ଷକୁ ସନ୍ଧ୍ୟା ସମୟରେ ନିଶ୍ଚୟ ଛୁଇଁ ଦିଅନ୍ତୁ। ଏହି ବୃକ୍ଷର ତଳେ ଏହି ଶ୍ରାବଣ ମାସରେ ଘିଅର ଦୀପ ଜଳାଇବେ ତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଯାଇଥାଏ। ଏହି ପାରିଜାତର ବୃକ୍ଷକୁ ଛୁଇଁ କରି ପ୍ରାର୍ଥନା କରନ୍ତୁ ଯେ, ହେ ଦେବୀ ସ୍ୱରୂପ ପାରିଜାତ ବୃକ୍ଷ, ଆପଣ ଆମର ସମସ୍ତ ପ୍ରକାରର ପୀଡ଼ାକୁ ଦୂର କରନ୍ତୁ। ସମସ୍ତ ଦୋଷରୁ ଆମକୁ ମୁକ୍ତି ଦିଅନ୍ତୁ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆମକୁ ମିଳିଯାଉ। ଏହି ପ୍ରାର୍ଥନା କରି ଆପଣ ମନସ୍କାମନା ମନେ ମନେ କହିଦିଅନ୍ତୁ। ଦେଖିବେ ଆପଣଙ୍କର ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଯାଇଥାଏ। ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ଯଦି ଆପଣ ଖୁବ୍ ଶୀଘ୍ର ଗରିବରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ଆପଣଙ୍କର ମନସ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଚାହୁଁଛନ୍ତି, ତେବେ ଏହି ତିନୋଟି ବୃକ୍ଷକୁ ଶ୍ରାବଣ ମାସରେ ନିଶ୍ଚୟ ଛୁଇଁ ଦିଅନ୍ତୁ। ଆପଣଙ୍କୁ ସଫଳ ଧନବାନ ବ୍ୟକ୍ତିଟିଏ ବନିବାରେ କେହି ବି ରୋକିପାରିବେ ନାହିଁ।